କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡ଼ିଓରେ ଡିସ୍କସ୍ କରିବା ଶିକ୍ଷା ଏବଂ ସ୍କୁଲ ଶିକ୍ଷା ପୁସ୍ତକ ଏକ ପାର୍ଥକ୍ୟ। ତା ମାନେ ହେଲା ଶିକ୍ଷା ଆଉ ଆମେ ଯେଉଁ ପାଠ୍ୟକ୍ରମରେ ଯେଉଁ ପଢୁଛନ୍ତି ବହିରେ ତା ମଧ୍ୟରେ ଡିଫରେନ୍ସ କ'ଣ ଅଛି। ଶିକ୍ଷା ଏକ ବ୍ୟାପକ ଏବଂ ଜୀବନବ୍ୟାପୀ ପ୍ରକ୍ରିୟା, ଯେତେବେଳେ ସ୍କୁଲ ଶିକ୍ଷା ପୁସ୍ତକ ଏହାର କେବଳ ଗୋଟିଏ ଅଂଶ। ଅନେକ ଲୋକ ପ୍ରାୟତଃ ଦୁଇଟିକୁ ଦ୍ୱନ୍ଦ୍ୱରେ ପକାଇଥାନ୍ତି, କିନ୍ତୁ ବାସ୍ତବରେ ଶିକ୍ଷା ପାଠ୍ୟପୁସ୍ତକରେ ଲେଖାଯାଇଥିବା ବିଷୟ ଅପେକ୍ଷା ବହୁତ ବ୍ୟାପକ ଏବଂ ଗଭୀର। ଶିକ୍ଷା ହେଉଛି ଜଣେ ବ୍ୟକ୍ତିର ସାମଗ୍ରିକ ବିକାଶ। ଏଥିରେ କେବଳ ପୁସ୍ତକରୁ ଜ୍ଞାନ ନୁହେଁ, ବରଂ ବାସ୍ତବ ଜୀବନରୁ ପ୍ରାପ୍ତ ମୂଲ୍ୟବୋଧ, ଦକ୍ଷତା, ଅଭିଜ୍ଞତା ଏବଂ ଜ୍ଞାନ ମଧ୍ୟରେ ଅନ୍ତର୍ଭୁକ୍ତ। ଜଣେ ବ୍ୟକ୍ତି ଯେତେବେଳେ ସମାଜରେ ଚିନ୍ତା କରିବା, ବିଶ୍ଳେଷଣ କରିବା, ନିଷ୍ପତ୍ତି ନେବା ଏବଂ ଦାୟିତ୍ୱପୂର୍ଣ୍ଣ ଭାବରେ ବଞ୍ଚିବା ଶିଖେ, ସେତେବେଳେ ସେ ପ୍ରକୃତରେ ଶିକ୍ଷିତ ହୋଇଯାଏ। ଏହା ଆମକୁ ଶୃଙ୍ଖଳା, ସମ୍ମାନ, ସୃଜନଶୀଳତା, ଯୋଗାଯୋଗ ଏବଂ ସମସ୍ୟା ସମାଧାନ କୌଶଳ ଶିଖାଏ, ଯାହା ସର୍ବଦା ସ୍କୁଲ ପୁସ୍ତକରୁ ଶିଖାଯାଇପାରିବ ନାହିଁ। ଅନ୍ୟପକ୍ଷରେ ସ୍କୁଲ ଶିକ୍ଷା ପୁସ୍ତକଗୁଡ଼ିକ ମୁଖ୍ୟତଃ ଗଣିତ, ବିଜ୍ଞାନ, ସାହିତ୍ୟ କିମ୍ବା ଇତିହାସ ଭଳି ବିଷୟଗୁଡ଼ିକ ଉପରେ ଧ୍ୟାନ ଦିଏ। ସେମାନେ ସଂରଚିତ ଜ୍ଞାନ, ପରିଭାଷା, ତତ୍ତ୍ୱ ଏବଂ ତଥ୍ୟ ପ୍ରଦାନ କରନ୍ତି, ଯାହା ଏକ ଭିତ୍ତିଭୂମି ନିର୍ମାଣ ପାଇଁ ଆବଶ୍ୟକ। ତଥାପି ଏହି ପୁସ୍ତକଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ କିମ୍ବା ପରୀକ୍ଷା ପାଇଁ ସ୍ଥିର କରାଯାଇଥିବା ପାଠ୍ୟକ୍ରମ ପର୍ଯ୍ୟନ୍ତ ସୀମିତ। ସେମାନେ ଜୀବନର ସମସ୍ତ ଅଭିଜ୍ଞତାକୁ ସମ୍ପୂର୍ଣ୍ଣ ଭାବରେ ଦର୍ଶାଇ ପାରିବେ ନାହିଁ, କିମ୍ବା ପ୍ରକୃତ ଚ୍ୟାଲେଞ୍ଜଗୁଡ଼ିକୁ କିପରି ମୁକାବିଲା କରିବେ ତାହା ଶିଖାଇ ପାରିବେ ନାହିଁ। ଉଦାହରଣ ସ୍ୱରୂପ, ଏକ ସ୍କୁଲ ପୁସ୍ତକ ଭାଷାର ନିୟମ କିମ୍ବା ପଦାର୍ଥ ବିଜ୍ଞାନ ନୀତି ବୁଝାଇପାରେ, କିନ୍ତୁ ଶିକ୍ଷା ଆମକୁ ଯୋଗାଯୋଗରେ ଭାଷାକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା କିମ୍ବା ଦୈନନ୍ଦିନ ଜୀବନରେ ବିଜ୍ଞାନକୁ କିପରି ପ୍ରୟୋଗ କରିବା ତାହା ଶିଖାଏ। ଶିକ୍ଷା ଶିକ୍ଷକ, ପିତାମାତା, ସମାଜ, ପ୍ରକୃତି ଏବଂ ପାଠ୍ୟପୁସ୍ତକର ପାଠ ସହିତ ଆମର ନିଜସ୍ୱ ଅଭିଜ୍ଞତାରୁ ଆସେ। ନିଷ୍କର୍ଷରେ, ସ୍କୁଲ ଶିକ୍ଷା ପୁସ୍ତକଗୁଡ଼ିକର ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, କିନ୍ତୁ ସେଗୁଡ଼ିକ ଏକ ସମ୍ପୂର୍ଣ୍ଣ ପ୍ରତିନିଧିତ୍ୱ କରନ୍ତି ନାହିଁ। ପ୍ରକୃତ ଶିକ୍ଷା ଶ୍ରେଣୀ ଗୃହ ଏବଂ ପରୀକ୍ଷା ବାହାରେ। ଏହା ବ୍ୟକ୍ତିମାନଙ୍କୁ ଦାୟିତ୍ୱବାନ ନାଗରିକ, ସମାଲୋଚନାମୂଳକ ଚିନ୍ତାଧାରା ଏବଂ କରୁଣାମୟ ମଣିଷ ହେବା ପାଇଁ ପ୍ରସ୍ତୁତ କରେ। ପୁସ୍ତକଗୁଡ଼ିକ ଜ୍ଞାନ ଦିଏ, କିନ୍ତୁ ଶିକ୍ଷା ଜୀବନକୁ ଜ୍ଞାନ ଏବଂ ଦିଗ୍ଦର୍ଶନ ଦିଏ। ভিডিওটি কেমতি লাগিলা মতে কমেন্ট করিকি জଣାଇବ। যদি কিছু কোশ্চেন্স ଅଛି কমেন্টରେ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ଦେଖା ହେବା ଭିଡ଼ିଓରେ। ଭଲରେ ରୁହ, ସୁସ୍ଥ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।